କାହାଣୀ ଭିନ୍ନ ଏକ ମା। ସ୍ୱର ଶୁଭସ୍ମିତା। ମନୋଜ ବାବୁ ମ୍ୟାଟ୍ରିମୋନିରୁ ପସନ୍ଦ କରି ଘରକୁ ଆଣିଥିଲେ ସ୍ତ୍ରୀ ସାଗରିକାଙ୍କୁ। ସେ ନୁହେଁ ତ, ସାଗରିକା ନିଜ ତରଫରୁ ହିଁ ପସନ୍ଦ କରିଥିଲେ ମନୋଜ ବାବୁଙ୍କୁ। ସେ ତ ଥିଲେ ଅସହାୟ। ଅସହାୟ ମଣିଷଟିଏ କ'ଣ କେବେ କାହାକୁ ପସନ୍ଦ କରିପାରେ କି? ଖାଲି ଯାହା ଅନ୍ୟର ଦୟାର ପାତ୍ର ହେବା କଥା। ସାଗରିକା ପରି ଜଣେ ସୁନ୍ଦରୀ ଶିକ୍ଷିତା ଝିଅ ତାଙ୍କର ସବୁ ସର୍ତ୍ତରେ ରାଜି ହୋଇ ବିବାହ ପାଇଁ ହଁ କହିବାଟା ଦୁନିଆର ଅଷ୍ଟମ ଆଶ୍ଚର୍ଯ୍ୟ ଭଳି ଲାଗୁଥିଲା ମନୋଜ ବାବୁଙ୍କୁ। ୟା ପଛରେ ସାଗରିକାର କିଛି କ୍ରୂର ଚକ୍ରାନ୍ତ ନାହିଁ ତ? ମନେ ମନେ ଭାବୁଥିଲେ ସେ। ହଁ, ବାପା ମା ଝିଉଣ୍ଡ ଅନାଥିନୀଟିଏ, କେହି ତ ତାର ନାହାନ୍ତି। ଘର ପରିବାର ମିଳିଯିବ ବୋଲି ବୋଧେ ରାଜି ହୋଇଯାଇଛି। ତାଙ୍କ ପରିସ୍ଥିତି ବି ବାଧ୍ୟ କରୁଥିଲା ସାଗରିକାଙ୍କୁ ଗ୍ରହଣ କରିବାକୁ। କାରଣ ତାଙ୍କ ଝିଅ ମନୀଷା ପାଇଁ ଜଣେ ମା'ର ନିତାନ୍ତ ଆବଶ୍ୟକତା ଥିଲା। ଶ୍ରେଣୀ ପରି ଶ୍ରେଣୀ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହେଉଥିଲା ସେ। ନାଚ, ଗୀତ, ଖେଳ, ବକ୍ତୃତା ସବୁଥିରେ ପାରଦର୍ଶିତା ଥିଲା ତାର। ଏସବୁ ସମ୍ଭବ ହେଉଥିଲା କେବଳ ସାଗରିକା ଯୋଗୁଁ। ଜଣେ ଉପଯୁକ୍ତ ମା'ର ଲକ୍ଷଣ ତାଠାରେ ଭରପୁର ହୋଇଥିଲା। ସ୍ନେହ, ପ୍ରେମ, ଆଦର, ଯତ୍ନ କୋଉଥିରେ ବି ଉଣା କରିନି ସେ ମନୀଷା ପ୍ରତି। ଏତିକି ତ ତା ନିଜ ମା ଦ୍ୱାରା ସମ୍ଭବ ହେଉନଥିଲା କି ଜାଣି ଜାଣି ସମ୍ଭବ ହେବାକୁ ଦେଇନି ସେଫାଳି। ମାଟିଏ କେବେ କ'ଣ ନିଜ ଛୁଆ ପ୍ରତି ଏତେ ଅଯତ୍ନ ହୋଇପାରେ କି? ମନକୁ ମନ ଗୁଣଗୁଣାଉଥିଲେ ମନୋଜ ବାବୁ। ସେଫାଳି ଥିଲା ମୋର ପ୍ରଥମ ପ୍ରେମ। କେବେ ତ ମୁଁ ତାକୁ ଦୁଃଖ ଦେଇନି, ବରଂ ତା ଭୁଲକୁ ବି ମୁଁ ଠିକ୍ ଭାବି ସହି ନେଉଥିଲି। ଦେଖିବାକୁ ଗଲେ ଆମ ଦୁହିଁଙ୍କ ଭିତରେ ଦୁଃଖର କାରଣ କିଛି ବି ନଥିଲା। ସବୁବେଳେ କିଛି ନା କିଛି ଛୋଟ କଥାକୁ ବଡ଼ ରୂପ ଦେଇ ମୋ ପାଖରେ କାଳେ ବହୁତ କଷ୍ଟରେ ଅଛି ବୋଲି କୁହେ ସେ। ତାର ଅଭାବ ଅସୁବିଧା ମୁଁ ପୂରଣ କରିପାରୁନି। ମୋ ଠାରୁ ଆହୁରି ଭଲ ଆଉ ପାରିବାର ସ୍ୱାମୀ ତାକୁ ମିଳିପାରିଥାନ୍ତା। ସବୁ କଥା ମୁଁ ଚୁପଚାପ ସହିଯାଏ, କାରଣ ମୁଁ ତାକୁ ବହୁତ ଭଲ ପାଏ। ମୋର ସବୁ କିଛି ଚୁପଚାପ ସହିଯିବାଟା ବି ତାକୁ ହଜମ ହୁଏନି। ସେ ଚାହେଁ ତାର କଥାର ଜବାବ ମୁଁ ଦିଏ, ଆଉ କଥା ବେଶୀ ବାଟ ଆଗକୁ ଯାଉ। ପାରିବାରିକ ଜୀବନରେ ସୁଖ ଶାନ୍ତିରେ ରହିବାର ଗୋଟିଏ ଉପାୟ ହେଲା ଜଣେ କହିବା ବେଳେ ଜଣେ ସହିଯିବା। ସେ ମୋତେ ନ ସହି କହିବାକୁ ବାଧ୍ୟ କରିଦେଉଥିଲା। ତଥାପି ମୁଁ ପାଟି ଖୋଲିନି। ହେଲେ ସ୍ୱାମୀ ଥାଉ ଥାଉ ସ୍ତ୍ରୀର ଆଉ କାହା ସହ ସମ୍ପର୍କ, ଏକଥା ଜାଣିବା ପରେ ଚୁପ୍ ରହିବାଟା ମୋ ପୁରୁଷତ୍ୱକୁ ବାରମ୍ବାର ଧିକ୍କାର ଥିଲା। ମୋ ଝିଅର ନିରୀହ ମୁହଁ ମୋ ପାଟିରେ ବିଡ଼ି ପକାଇ ଦେଉଥିଲା। ଆମ କଥାର କୌଣସି ବି ପ୍ରଭାବ ତା ଉପରେ ନ ପଡ଼ୁ, ସେଥିପାଇଁ ସମ୍ଭବତଃ ମୁଁ ଚୁପ୍ ରହିଯାଏ। ଛୋଟ ଛୁଆଟାଏ, କ'ଣ ବୁଝୁଛି କି ନାହିଁ କେଜାଣି, ଭାରି ଚୁପଚାପ ରହୁଛି ସେ। ବେଳେବେଳେ ପଚାରେ ବି, ମମି କ'ଣ ପାଇଁ ତୁମ ଉପରେ ଏତେ ରାଗୁଛନ୍ତି ବୋଲି। କି ଉତ୍ତର ଦେବି ମୁଁ ତାକୁ ଏଇ ପ୍ରଶ୍ନର? ସେ ବି ବହୁତ ସମୟ ମୋ ଆଗରେ ତା ମମି କଥା କୁହେ ଯେ ମମିର ମୋ ପାଇଁ ସମୟ ନାହିଁ ମୋ ସହ ଖେଳିବାକୁ କି ପଦେ କଥା ହେବାକୁ। ସବୁବେଳେ ତ ବାହାରେ ରହୁଛନ୍ତି ମମି, ସେଥିପାଇଁ କଣ୍ଢେ ହିଁ ତା ସୁଖ ଦୁଃଖର ସାଥୀ। ଛୋଟ ଛୁଆଟିଏ, ଦିନସାରା ମମିକୁ ଖୋଜି ଖୋଜି ଶୋଇପଡ଼ୁଛି। ସେଫାଳି ରାତିରେ ଡେରିରେ ଘରକୁ ଫେରିଲେ ଝିଅର ତାକୁ ଖୋଜିବା କଥା ମୁଁ କୁହେ। ହେଲେ ସେ ବହୁତ ଟାୟାର୍ଡ଼ ହୋଇଯାଇଛି କହି ଶୋଇପଡ଼େ। ଏମିତି ଅନେକ ଥର ହୁଏ। ବାହାରେ ଲେଟ୍ ନାଇଟ୍ ଯାଏ ରହିବାର କାରଣ ପଚାରିଲେ ରାତି ଅଧରେ ଗର୍ଜନ କରି ନିଜ ଦେହକୁ ନିଆଁ ଚେଙ୍କ ଦେଇ ପଡ଼ୋଶୀମାନଙ୍କୁ ମୋ ନାଁ କୁହେ। ଏସବୁ ଅସହ୍ୟ ହୋଇଥାଏ ମୋ ପାଇଁ। ହେଲେ ବି ମୁଁ ଚାହେଁ ସେ ପରିବର୍ତ୍ତନ ହେଇଯାଉ, ସବୁକିଛି ସମାଧାନ ହେଇଯାଉ। କିନ୍ତୁ ହଠାତ୍ ଦିନେ ମୋ ହାତରେ ସେ ଧରେଇ ଦେଲା ଛାଡ଼ପତ୍ରର କୋର୍ଟ ନୋଟିସ୍। ତାକୁ ମୁକ୍ତି ଦରକାର ଥିଲା, ମୋତେ ଶାନ୍ତି ଦରକାର ଥିଲା। ଶେଷଥର ପାଇଁ ସେଫାଳିକୁ ଜଣେଇଲି, ଏବେ ବି ମୁଁ ତୁମକୁ ବହୁତ ଭଲ ପାଏ,
ଥରେ ତ ମୋତେ ଆଉ ଆମ ଝିଅ ମୁହଁକୁ ଦେଖ। ମୋ ସହ କଟାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତକୁ ମନେ ପକାଅ। ଏତେ ନିଷ୍ଠୁର ହୁଅନି ସେଫାଳି ତୁମେ। ହେଲେ ସେ ମୋର କୌଣସି କଥା ଶୁଣିବା ପରି ମନେ ହେଉନଥିଲା। ତା ମନ ତ ଥିଲା ନୂଆ ପ୍ରେମିକ ପାଖରେ। ଆନ୍ତରିକ ଭଲ ପାଇବା ନଥିଲେ କେବଳ ଲୋକ ଦେଖାଣିଆ ହୋଇ ଗୋଟେ ଘରେ ରହିବାର ମାନେ କିଛି ନଥିଲା। ତେଣୁ ବାଧ୍ୟ ହୋଇ ସିଗ୍ନେଚର କରିଦେଲି। ବାହାରେ ଗାଡ଼ି ହର୍ଣ୍ଣ ଶୁଣି ନିଜ ଲଗେଜ ଧରି ମୋ ହାତ ଛାଡ଼ି ପଳେଇଲା ସେ। ଆଉ ତାପରେ ସାଗରିକାର ଆବିର୍ଭାବ ଏ ଘରେ। ସେଫାଳି ଚାଲିଗଲା ପରେ ଏ ନାରୀ ଜାତି ପ୍ରତି ମୋ ମନରେ ବିଷ ଭରି ଯାଇଥିଲା। ଯଦିଓ ସମସ୍ତେ ତାପରି ନୁହନ୍ତି। ଭାରି ଭାଙ୍ଗି ପଡ଼ିଥିଲି ମୁଁ। କେମିତି ଝିଅକୁ ମଣିଷ କରିବି? କାହା ହାତରେ ଟେକି ଦେଇ ନିଶ୍ଚିତ ହୋଇ କର୍ମକ୍ଷେତ୍ରକୁ ଯିବି? ଝିଅ ପାଇଁ ବାଧ୍ୟ ହେଲି ଦ୍ୱିତୀୟ ବିବାହ କରିବାକୁ। ସେ ପୁଣି ଗୋଟିଏ ସର୍ତ୍ତରେ। କୌଣସି ଦୈହିକ କାମନା କିମ୍ବା ସନ୍ତାନର ଆଶା ଯେପରି ମୋ ଠାରୁ ନ ରଖ। ଆଶ୍ଚର୍ଯ୍ୟର କଥା, ସାଗରିକା ରାଜି ବି ହୋଇଥିଲା। ଏମିତି ସର୍ତ୍ତରେ କେହି ଝିଅ କ'ଣ ନିଜ ରୂପ ଯୌବନକୁ ବଳି ଦେଇ ରାଜି ହୋଇପାରେ କି? ତାଳରୁ ତଳିପା ଖୁଣିବାର ନଥିଲା ତାକୁ। ଗୋଟିଏ ଚାଉଳରେ ଗଢ଼ା ଅପରୂପ ସୌନ୍ଦର୍ଯ୍ୟର ଅଧିକାରିଣୀ ସେ। ମୋତେ ବାହା ହୋଇ କି ଖୁସି ପାଇଲା ସିଏ? କ'ଣ ପାଇଁ ମୋର ଏମିତି ସର୍ତ୍ତରେ ସେ ରାଜି ହୋଇଗଲା? ଖାଲି ରୂପ କାହିଁକି? ଗୁଣରେ ବି ତାକୁ ଖୁଣିବାର ନଥିଲା। ନିଜେ ମା ନ ହୋଇ ବି ମନୀଷାର ଏମିତି ଯତ୍ନ ନେଉଥିଲା, ଦେଖିଲା ଲୋକ ବି ନିଜ ମା ବୋଲି କହିବ। ତା ଆସିବା ପରେ ମନୀଷା ପାଖରେ ବହୁତ ପରିବର୍ତ୍ତନ ଦେଖାଦେଲା। ମନ ଖୋଲି ହସିଲା, ଖେଳିଲା। ଦିନ ରାତି ମା ମା କହି ସାଗରିକା ପାଖ ଛାଡ଼ିଲା ନାହିଁ। ଏମିତିକି ରାତିରେ ପ୍ରଥମ ଥର ପାଇଁ ସେ ମୋତେ ଛାଡ଼ି ସାଗରିକା ପାଖରେ ଶୋଇଲା। ଯେତେ ବୁଝିଲେ ବି ସେ ମା ପାଖରେ ଶୋଇବ ବୋଲି ହିଁ ଜିଦ୍ କରେ। ସେବେଠାରୁ ମୁଁ ଆଉ ମୋ ପାଖକୁ ଆଣିବାକୁ ଚେଷ୍ଟା ବି କରିନି। ଏଡ଼ିକି ବକଟେ ପିଲା, ସେତିକି ଭଲ ପାଇବା ନ ପାଇଲେ କିଏ କ'ଣ ଏତେ ନିଜର ହୋଇପାରିବ? ଦିନେ ଦେହ ଅସୁସ୍ଥ ଲାଗିବାରୁ ମନୋଜ ବାବୁ ହଠାତ୍ ଅଫିସରୁ ବାହାରି ଆସି ଘରେ ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। ଶାଢ଼ୀ ବଦଳରେ ହାଫ୍ ପ୍ୟାଣ୍ଟ ଓ ଟି ସାର୍ଟରେ ସାଗରିକା, ଗୋଡ଼ରେ ହାତରେ ପୁଅମାନଙ୍କ ପରି ମେଞ୍ଚା ମେଞ୍ଚା ଚୁଟି। ବିନା ମେକଅପ୍ରେ ସେ ଦିଶୁଥିଲା ପୁଅ ପରି। ହାତରେ ହେୟାର ରିମୁଭାଲ କ୍ରିମ୍ ଧରି ପଶୁଥିଲା ୱାସରୁମ୍କୁ। ଇଏ କ'ଣ ତୁମର? ଇଏ କି ରୂପ? ଯେତେ ଲୁଚେଇବାକୁ ଚେଷ୍ଟା କଲେ ବି ସେ ଧରା ପଡ଼ି ସାରିଥାଏ।